ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ପୋପ୍ ଫ୍ରାନ୍ସିସ୍କର ଶେଷକୃତ୍ୟରେ ଯୋଗଦେବା ପାଇଁ ଆଜି ସକାଳେ ଭାଟିକାନ୍ ସିଟି ଅଭିମୁଖେ ଯାତ୍ରା କରିଛନ୍ତି ରାଷ୍ଟ୍ରପତି। ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷା ସ୍ଥିତି ସମୀକ୍ଷା କରିବା ଲାଗି ଶ୍ରୀନଗରରେ ପହଞ୍ଚିଲେ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ। ପହଲଗାମରେ ନିରୀହ ନାଗରିକଙ୍କୁ ହତ୍ୟା କରାଯିବା ଘଟଣାକୁ ଜାତୀୟ ମାନବାଧିକାର କମିଶନଙ୍କ ନିନ୍ଦା। ମ୍ୟାଲେରିଆ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଲାଗି ଆଜି ପାଳନ କରାଯାଉଛି ବିଶ୍ୱ ମ୍ୟାଲେରିଆ ଦିବସ। ଏବଂ ଆଇପିଏଲ୍ କ୍ରିକେଟରେ ଆଜି ଚେନ୍ନାଇ ସୁପର କିଙ୍ଗସ୍ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ହେବ ମୁକାବିଲା। ପୋପ୍ ଫ୍ରାନ୍ସିସ୍କର ଶେଷକୃତ୍ୟରେ ଯୋଗଦେବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସକାଳେ ଭାଟିକାନ୍ ସିଟି ଅଭିମୁଖେ ଯାତ୍ରା କରିଛନ୍ତି। ରାଷ୍ଟ୍ରପତି ମୁର୍ମୁ 2 ଦିନ ଲାଗି ଭାଟିକାନ୍ ସିଟି ଗସ୍ତ କରୁଛନ୍ତି। ତାଙ୍କ ସହ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍ ଏବଂ ଗୋଆ ବିଧାନସଭାର ଉପବାଚସ୍ପତି ଜୋସୁଆ ଡି ସୌଜା ମଧ୍ୟ ଯାତ୍ରା କରିଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଭାରତ ସରକାର ଏବଂ ଦେଶବାସୀଙ୍କ ପକ୍ଷରୁ ପୋପ୍ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଆସନ୍ତାକାଲି ହେବାକୁ ଥିବା ତାଙ୍କର ଶେଷକୃତ୍ୟରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ନେତୃବୃନ୍ଦଙ୍କ ସହିତ ରାଷ୍ଟ୍ରପତି ଯୋଗଦେବେ। ଅନ୍ୟପକ୍ଷରେ ଆସନ୍ତାକାଲି ପୋପ୍ଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବା ପରିପ୍ରେକ୍ଷୀରେ ଭାରତରେ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି। ମନ୍ତ୍ରଣାଳୟ କହିଛି, ଆସନ୍ତାକାଲି ଦେଶବ୍ୟାପୀ ଯେଉଁଠାରେ ନିୟମିତ ଭାବେ ଜାତୀୟ ପତାକା ଲାଗିଥାଏ ସେଠାରେ ଅର୍ଦ୍ଧନମିତ କରାଯିବ। ଏହା ବ୍ୟତୀତ ଆସନ୍ତାକାଲି କୌଣସି ସରକାରୀ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ ବୋଲି ମନ୍ତ୍ରଣାଳୟ କହିଛି। ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷା ସ୍ଥିତି ସମୀକ୍ଷା କରିବା ଲାଗି ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଆଜି ସକାଳେ ଶ୍ରୀନଗରରେ ପହଞ୍ଚିଛନ୍ତି। ଜେନେରାଲ ଦ୍ୱିବେଦୀଙ୍କୁ ଶ୍ରୀନଗର ଚିନ୍ନାର କର୍ପସର କମାଣ୍ଡିଂ ଅଫିସର ସମସ୍ତ ବିଷୟ ବିସ୍ତୃତ ଭାବେ ଅବଗତ କରିଥିଲେ। ଅନ୍ୟପକ୍ଷରେ ସେନା ମୁଖ୍ୟଙ୍କୁ ସାମଗ୍ରିକ ସୁରକ୍ଷା ପରିସ୍ଥିତି ଓ ଆତଙ୍କବାଦୀ ବିରୋଧରେ ସେନା ପକ୍ଷରୁ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ଜଣାଇଥିଲେ। ଜେନେରାଲ ଦ୍ୱିବେଦୀ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ସାକ୍ଷାତ କରି ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସାମଗ୍ରିକ ସୁରକ୍ଷା ପରିସ୍ଥିତି ଉପରେ ଆଲୋଚନା କରିଥିଲେ। ସୂଚନା ଅନୁଯାୟୀ ସେନା ମୁଖ୍ୟ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ବୈଶରଣ ଜଙ୍ଗଲରେ ଥିବା ପହଲଗାମ ଆକ୍ରମଣ ସ୍ଥଳ ପରିଦର୍ଶନ କରିବାର ସମ୍ଭାବନା ରହିଛି। ତେବେ ଇତିମଧ୍ୟରେ ଉତ୍ତର କାଶ୍ମୀରର କୁପୱାଡା ଜିଲ୍ଲାରେ ନିୟନ୍ତ୍ରଣ ରେଖା ନିକଟରେ ଏକାଧିକ ସ୍ଥାନରୁ ପାକ୍ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଜଣାପଡ଼ିଛି। ଅସ୍ତ୍ରବିରତି ଉଲ୍ଲଂଘନ ସୂଚନା ମିଳିବା ପରେ ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ସେନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଗତକାଲି ବିଳମ୍ବିତ ରାତିରେ ଜମ୍ମୁ ଅଞ୍ଚଳର ରଜୌରୀ ଏବଂ ପୁଞ୍ଚ ଅଞ୍ଚଳରେ ଏହି ଉଲ୍ଲଂଘନ ହୋଇଥିବା ଜଣାପଡ଼ିଛି। ପାକିସ୍ତାନ ସେନା ପକ୍ଷରୁ ଛୋଟ ଛୋଟ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଉଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ପହଲଗାମର ବୈଶରଣ ଅଞ୍ଚଳରେ ସେନା, ପୋଲିସ ଏବଂ ସିଆର୍ପିଏଫ୍ର ମିଳିତ ବାହିନୀର ତଲାସୀ ଅଭିଯାନ ଆଜି ଚତୁର୍ଥ ଦିନରେ ପହଞ୍ଚିଛି। ଇତିମଧ୍ୟରେ ପହଲଗାମ ଏବଂ କାଶ୍ମୀରର ଅନ୍ୟ ସ୍ଥାନରୁ ଅନେକ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଜମ୍ମୁ କାଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ଦ୍ୱାରା ନିରୀହ ନାଗରିକଙ୍କୁ ହତ୍ୟା କରାଯିବା ଘଟଣାକୁ ଜାତୀୟ ମାନବାଧିକାର କମିଶନ ନିନ୍ଦା କରିଛନ୍ତି। ଏକ ବିବୃତ୍ତିରେ କମିଶନ କହିଛନ୍ତି, ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଆତଙ୍କବାଦରେ ଲିପ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ମାନବିକତା ବିରୋଧରେ ସେମାନଙ୍କୁ ଉତ୍ତରଦାୟୀ କରିବାର ସମୟ ଆସିଛି। ପୀଡ଼ିତଙ୍କୁ ନ୍ୟାୟ ଦେବା ଏବଂ ସେମାନଙ୍କ ପରିବାରକୁ ଯଥାସମ୍ଭବ ସହାୟତା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଆୟୋଗ ଆଶାବ୍ୟକ୍ତ କରିଛନ୍ତି। ମ୍ୟାଲେରିଆ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏହାର ନିୟନ୍ତ୍ରଣ, ପ୍ରତିରୋଧ ଓ ନିରାକରଣ ପାଇଁ ଆଜି ବିଶ୍ୱ ମ୍ୟାଲେରିଆ ଦିବସ ପାଳନ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଏହି ଦିବସକୁ ପ୍ରୋତ୍ସାହିତ କରାଯାଉଛି। ଚଳିତ ବର୍ଷର ବିଶ୍ୱ ମ୍ୟାଲେରିଆ ଦିବସର ବାର୍ତ୍ତା ରହିଛି, ଆମଠାରୁ ମ୍ୟାଲେରିଆର ଅନ୍ତ ଘଟିବ। ଏଥିନିମନ୍ତେ ପୁନର୍ବିନିଯୋଗ, ପୁନଃଚିନ୍ତନ ଓ ପୁନଃ ପଦକ୍ଷେପ ନେବା। ଏହାର ଉଦ୍ଦେଶ୍ୟ ହେଉଛି ମ୍ୟାଲେରିଆ ନିରାକରଣ ଦିଗରେ ଅଗ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ ସମ୍ମିଳିତ ପ୍ରୟାସକୁ ଆହୁରି ସକ୍ରିୟ କରିବା। ମାଇ ଆନୋଫିଲିସ୍ ମଶା କାମୁଡ଼ିବା ଦ୍ୱାରା ସଂକ୍ରମିତ ହେଉଥିବା ପରଜୀବୀଙ୍କ ଦ୍ୱାରା ଲକ୍ଷ ଲକ୍ଷ ଲୋକ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥାନ୍ତି। ଏହି ଦିବସ ମ୍ୟାଲେରିଆର ମୁକାବିଲା ଦିଗରେ ହୋଇଥିବା ଅଗ୍ରଗତି ଉପରେ ଗୁରୁତ୍ୱ ଦେବା ସହ ଜନଭାଗିଦାରିତାକୁ ଏକତ୍ର କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଭାରତର ପ୍ରାୟ ଅର୍ଦ୍ଧାଧିକ ମ୍ୟାଲେରିଆ ରୋଗୀ ଉତ୍ତରପ୍ରଦେଶ, ଗୁଜରାଟ ଓ ଝାଡ଼ଖଣ୍ଡରୁ ହୋଇଥିବା ବେଳେ ଆଦିବାସୀ ଜନସଂଖ୍ୟା ଥିବା ଅଞ୍ଚଳଗୁଡ଼ିକରେ 32% ଜନସାଧାରଣ ମ୍ୟାଲେରିଆରେ ପୀଡ଼ିତ ହୋଇଥାନ୍ତି। ନୂଆଦିଲ୍ଲୀରେ ଭାରତୀୟ ସେନା ଏବଂ ରୟାଲ ସାଉଦି ଲ୍ୟାଣ୍ଡ ଫୋର୍ସ ମଧ୍ୟରେ ପ୍ରଥମ ସେନା କର୍ମଚାରୀ ସ୍ତରୀୟ ଆଲୋଚନା ଅନୁଷ୍ଠିତ ହେଉଛି। ଏହି ଆଲୋଚନା କାଳରେ ମିଳିତ ଅଭ୍ୟାସ, ପ୍ରଶିକ୍ଷଣ, ସାମରିକ ଶିକ୍ଷା, ବିଶେଷଜ୍ଞ ଆଦାନ ପ୍ରଦାନ ଏବଂ ପାରସ୍ପରିକ ସ୍ୱାର୍ଥ ସମ୍ପନ୍ନ କ୍ଷେତ୍ରଗୁଡ଼ିକରେ ଯୋଗଦାନ ସମ୍ପର୍କିତ ବିଷୟବସ୍ତୁ ସ୍ଥାନ ପାଇଛି।
ଉଭୟ ପକ୍ଷ ଯୁଦ୍ଧକ୍ଷେତ୍ର ପରିଚାଳନା ପ୍ରଣାଳୀ ଏବଂ ଦକ୍ଷତା ବିକାଶ ଉପରେ ସହଯୋଗର ଉପାୟଗୁଡ଼ିକ ନେଇ ଆଲୋଚନା କରିଥିବା ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜମ୍ମୁ କାଶ୍ମୀରର ବନ୍ଦିପୁରା ଜିଲ୍ଲାରେ ଆଜି ସକାଳେ ଗୁଳି ବିନିମୟ ପରେ ବାଜିପୁରା କୁଲନାର ଜଙ୍ଗଲରେ ସେନା ଓ ଜମ୍ମୁ କାଶ୍ମୀର ପୁଲିସର ମିଳିତ ବାହିନୀ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ ଘେରାଉ କରି ତଲାସୀ ଅଭିଯାନ ଚାଲିଛି। ଏହା ପୂର୍ବରୁ ଘଞ୍ଚ ଜଙ୍ଗଲରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଆଧାରରେ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା। ସେହି ସମୟରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ବର୍ତ୍ତମାନ ସୁଦ୍ଧା ସେଠାରେ ତଲାସୀ ଅଭିଯାନ ଜାରି ରହିଥିବା ସୂଚନା ମିଳିଛି। ଜମ୍ମୁ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଫ୍ରାନ୍ସ ଭାରତ ଓ ଭାରତବାସୀଙ୍କ ସହ ଦୃଢ଼ତାର ସହ ଛିଡ଼ା ହୋଇଛି ବୋଲି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ କହିଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଟେଲିଫୋନ୍ରେ କଥାବାର୍ତ୍ତା ବେଳେ ଶ୍ରୀ ମାକ୍ରନ୍ ଏହି ଆକ୍ରମଣକୁ କଡ଼ା ଶବ୍ଦରେ ନିନ୍ଦା କରିବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଫ୍ରାନ୍ସ ତାର ସହଯୋଗୀ ରାଷ୍ଟ୍ରମାନଙ୍କ ସହ ଆତଙ୍କବାଦ ବିରୋଧରେ ଲଢ଼େଇ ଜାରି ରଖିବ। 2030 ମସିହା ସୁଦ୍ଧା ଦେଶରେ ଇସ୍ପାତ ଉତ୍ପାଦନ 300 ମିଲିୟନ ଟନ୍କୁ ବୃଦ୍ଧି କରିବାର ଲକ୍ଷ୍ୟ ରଖାଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ମୁମ୍ବାଇଠାରେ ଅନୁଷ୍ଠିତ 7ମ ଆନ୍ତର୍ଜାତିକ ଇସ୍ପାତ ପ୍ରଦର୍ଶନୀ ଓ ସମ୍ମିଳନୀ ଇଣ୍ଡିଆ ଷ୍ଟିଲ୍କୁ ଆଭାସୀ ମାଧ୍ୟମରେ ସମ୍ବୋଧିତ କରି ସେ ଏହା କହିଛନ୍ତି। ଶ୍ରୀ ମୋଦି କହିଛନ୍ତି ଜାତୀୟ ଇସ୍ପାତ ନୀତି ଅଧୀନରେ ସରକାର ଦେଶର ସାମଗ୍ରିକ ବିକାଶ ଲାଗି ଏଭଳି ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଭାରତର ଇସ୍ପାତ ଶିଳ୍ପ ଏକ ନୂତନ ବିଶ୍ୱାସର ସହ ଭବିଷ୍ୟତ ଆଡ଼କୁ ଅଗ୍ରସର ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ଦେଶରେ ମୁଣ୍ଡପିଛା ଇସ୍ପାତ ବ୍ୟବହାର 98 କିଲୋଗ୍ରାମ ହୋଇଥିବା ବେଳେ 2030 ସୁଦ୍ଧା ଏହାକୁ 160 କିଲୋଗ୍ରାମକୁ ବୃଦ୍ଧି କରାଯିବ। ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ଯୋଜନା ଅଧୀନରେ ନିଆଯାଉଥିବା ବିଭିନ୍ନ ରୂପାନ୍ତରୀକରଣ ପଦକ୍ଷେପ ଯୋଗୁଁ ଏଭଳି ଲକ୍ଷ୍ୟ ହାସଲ ସମ୍ଭବ ହୋଇପାରିବ ବୋଲି ଶ୍ରୀ ମୋଦି କହିଛନ୍ତି। 26/11 ମୁମ୍ବାଇ ଆକ୍ରମଣ ଘଟଣାର ଷଡ଼ଯନ୍ତ୍ରକାରୀ ତହଉର ରାଣା ନିଜ ପରିବାର ବର୍ଗଙ୍କ ସହିତ କଥାବାର୍ତ୍ତା କରିବା ସମ୍ପର୍କିତ ଏକ ଆବେଦନକୁ ଦିଲ୍ଲୀର ଏକ ଅଦାଲତ ଅଗ୍ରାହ୍ୟ କରିଛନ୍ତି। ସ୍ୱତନ୍ତ୍ର ବିଚାରପତି ଚନ୍ଦରଜିତ ସିଂ ଗତକାଲି ରାଣାର ଆବେଦନ ବିଚାର କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ସମୟରେ ଘଟଣାର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ପକ୍ଷରୁ ରାଣାର ଆବେଦନକୁ ବିରୋଧ କରାଯାଇଥିଲା। ପରିବାର ସଦସ୍ୟଙ୍କ ସହିତ ଦେଖା କରିବା ଲାଗି ଅନୁମତି ଦିଆଗଲେ କେତେକ ଗୁପ୍ତ ତଥ୍ୟ ରାଣା ପକ୍ଷରୁ ପ୍ରଘଟ କରିବାର ଆଶଙ୍କା କରି ଏନ୍ଆଇଏ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଚଳିତ ମାସ 11 ତାରିଖରୁ ରାଣାକୁ ଏହି ଘଟଣା ସମ୍ପର୍କରେ ଅଧିକ ପଚରାଉଚରା କରିବା ଲାଗି ଏନ୍ଆଇଏ ପକ୍ଷରୁ 18 ଦିନ ଲାଗି ହେଫାଜତକୁ ନିଆଯାଇଛି। ନେପାଳ ସଂସଦର ଗ୍ରୀଷ୍ମକାଳୀନ ଅଧିବେଶନ ବା ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏଥିରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଅର୍ଥମନ୍ତ୍ରୀ ବିଷ୍ଣୁ ପ୍ରସାଦ ପଟେଲ ନୂତନ ଆର୍ଥିକ ବର୍ଷ ଲାଗି ଆସନ୍ତା ମାସ 29 ତାରିଖ ଦିନ ବଜେଟ୍ ଉପସ୍ଥାପନ କରିବେ। ଏହି ଅଧିବେଶନ ସମୟରେ ବିଦ୍ୟାଳୟ ଶିକ୍ଷା ବିଧେୟକ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଆଗତ କରିବାର କାର୍ଯ୍ୟସୂଚୀ ରହିଛି। କାଶ୍ମୀରରେ ହୋଇଥିବା ସନ୍ତାସବାଦୀ ଆକ୍ରମଣ ପରିପ୍ରେକ୍ଷୀରେ ସେଠାକାର ପରିସ୍ଥିତିରେ ଯେଭଳି ଅଧିକ ଅବନତି ନ ହୁଏ ସେ ଦିଗରେ ଯତ୍ନବାନ ହେବାକୁ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଭାରତ ଓ ପାକିସ୍ତାନକୁ ପରାମର୍ଶ ଦେଇଛନ୍ତି। ଗତ ମଙ୍ଗଳବାର ଦିନ ପହଲଗାମଠାରେ ଏହି ଆକ୍ରମଣରେ 26 ଜଣ ବ୍ୟକ୍ତିଙ୍କର ହୋଇଥିବା ମୃତ୍ୟୁ ଘଟଣାକୁ ନିନ୍ଦା କରି ମହାସଚିବ ଶ୍ରୀ ଗୁଟେରସ୍ଙ୍କ ମୁଖପାତ୍ର ଷ୍ଟିଫେନ୍ ଦୁଜାରିକ୍ କହିଛନ୍ତି ଜାମ୍ମୁ କାଶ୍ମୀରରେ ସ୍ଥିତିକୁ ସ୍ୱାଭାବିକ କରିବା ଦିଗରେ ଉଭୟ ଭାରତ ଓ ପାକିସ୍ତାନ ମିଳିତ ପ୍ରୟାସ କରିବା ଆବଶ୍ୟକ। ଦୁଇ ଦେଶ ମଧ୍ୟରେ ଥିବା ଯେକୌଣସି ସମସ୍ୟାକୁ ଶାନ୍ତିପୂର୍ଣ୍ଣ ଭାବେ ଆପୋଷ ସମାଧାନ କରାଯିବା ଉଚିତ ବୋଲି ମୁଖପାତ୍ର କହିଛନ୍ତି। ଆଇପିଏଲ୍ କ୍ରିକେଟରେ ଆଜି ଚେନ୍ନାଇ ସୁପର କିଙ୍ଗସ୍ ଓ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। ଚେନ୍ନାଇର ଏମ୍ ଚିଦାମ୍ବରମ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ସନ୍ଧ୍ୟା 7:30ରେ ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ରାଜସ୍ଥାନ ରୟାଲ୍ସକୁ 11 ରନ୍ରେ ପରାସ୍ତ କରିଥିଲା। 206 ରନ୍ର ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ୍ ହରାଇ 194 ରନ୍ କରିବାକୁ ସକ୍ଷମ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଆଇପିଏଲ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 9ଟି ମ୍ୟାଚ୍ରୁ 12 ପଏଣ୍ଟ ହାସଲ କରି ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଥିବା ବେଳେ ରାଜସ୍ଥାନ ରୟାଲ୍ସ 9ଟି ମ୍ୟାଚ୍ରୁ 4 ପଏଣ୍ଟ ସହ ଅଷ୍ଟମ ସ୍ଥାନରେ ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ପୋପ୍ ଫ୍ରାନ୍ସିସ୍କର ଶେଷକୃତ୍ୟରେ ଯୋଗଦେବା ପାଇଁ ଆଜି ସକାଳେ ଭାଟିକାନ୍ ସିଟି ଅଭିମୁଖେ ଯାତ୍ରା କରିଛନ୍ତି ରାଷ୍ଟ୍ରପତି। ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷା ସ୍ଥିତି ସମୀକ୍ଷା କରିବା ଲାଗି ଶ୍ରୀନଗରରେ ପହଞ୍ଚିଲେ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ। ପହଲଗାମରେ ନିରୀହ ନାଗରିକଙ୍କୁ ହତ୍ୟା କରାଯିବା ଘଟଣାକୁ ଜାତୀୟ ମାନବାଧିକାର କମିଶନଙ୍କ ନିନ୍ଦା। ମ୍ୟାଲେରିଆ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଲାଗି ଆଜି ପାଳନ କରାଯାଉଛି ବିଶ୍ୱ ମ୍ୟାଲେରିଆ ଦିବସ। ଏବଂ ଆଇପିଏଲ୍ କ୍ରିକେଟରେ ଆଜି ଚେନ୍ନାଇ ସୁପର କିଙ୍ଗସ୍ ଓ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।